श्रीमद्भागवत तृतीय स्कंध ऊनविंशोऽध्याय देवहूतिरुवाच भुवनाथ प्रभुज भगवान् कहतु परमार्थज्ञान जे ज्ञान भक्ति प्रकाशई अज्ञानतमिरनाशई महत्व आदि से प्रकरण प्रकृति पुरुष लक्षण ଯଥା ସଂଖ୍ୟାରେ ଅଛି କହି ତୋ ଭକ୍ତି ମାର୍ଗକୁ ଚିହ୍ନାଇ ବିସ୍ତାରି କହ ପ୍ରଭୁ ମୋତେ ସଂଶୟ ନ ରହୁ ମୋ ଚିତ୍ତେ। ମହାପ୍ରଭାବ ଯେ ଈଶ୍ୱର ସମ୍ପସ୍ତତି ଚିତ୍ତରେ ଗୋଚର ଯେହେତୁ ଲଭି ପ୍ରାଣୀମାନେ କୁଶଳ ହୁଅନ୍ତି ତତ୍କ୍ଷଣେ ସଂସାରେ ମୋହ ଅନ୍ଧକାରେ ଦେହାଭିମାନୀ ଯେତେ ନରେ ନିଦ୍ରିତ ହୋଇଣ ଅଛନ୍ତି ଅଜ୍ଞାନେ କିଛି ନ ଜାଣନ୍ତି ତୋ ଜ୍ଞାନ ଦେଇ ନରହରି ବିନାଶ ଅଜ୍ଞାନ ତିମିରି। ମୈତ୍ରେୟ ଉବାଚ ଶୁଣ ବିଦୁର ମନ ଦେଇ ମାତା ବଚନେ ଭାବଗ୍ରାହୀ କହନ୍ତି ଅମୃତ ବଚନ ଯେଣେ ସନ୍ତୋଷ ମାତା ମନ। ଶ୍ରୀ ଭଗବାନ ଉବାଚ ଶୁଣ ଜନନୀ ସ୍ତ୍ରୀର ମନେ ଯେ ଜ୍ଞାନ ଭକ୍ତିର ଲକ୍ଷଣେ ବହୁ ପ୍ରକାରେ ଭକ୍ତି ଯୋଗ ଜ୍ଞାନୀ ସାଧନ୍ତି ମୁଖ୍ୟ ମାର୍ଗ ସ୍ୱଭାବେ ଶୁଣ ଯୁକ୍ତ ହୋଇ ନାନା ସଂକଳ୍ପ ମନେ ଧ୍ୟାଇ ସାତ୍ୱକ ରାଜସ ତାମସ ଗୁଣ ପ୍ରବାହେ ଯେ ପ୍ରକାଶ ଦମ୍ଭ ଶସ୍ତ୍ର ଭାବ ବହି ପ୍ରାଣୀ ହିଂସାରେ ଯୁକ୍ତ ହୋଇ ପର ଅପରେ ଭେଦ ବୁଦ୍ଧି ତାମସ ଗୁଣେ ଯେ ପ୍ରସିଦ୍ଧି ଏ ଭାବେ ମତେ ଯେ ପୂଜଇ ତାମସ ଭକ୍ତି ତାକୁ କହି ଯଶ ଐଶ୍ୱର୍ଯ୍ୟ କଳ୍ପେ ମନେ ବିଷୟ ଧ୍ୟାନ ଅନୁକ୍ଷଣେ ଯେ କର୍ମେ ମତେ ଯେ ପୂଜଇ ରାଜସ ଭକ୍ତି ତାଙ୍କୁ କହି ଈଶ୍ୱର ଅର୍ଥେ କର୍ମ କରେ ଧର୍ମ ମାର୍ଗରେ ଯେ ପ୍ରଚରେ ସର୍ବତ୍ର ଦେଖଇ ସମାନ ସାତ୍ୱକ ଭକ୍ତି ତାଙ୍କୁ ଜାଣ ଏହି ପ୍ରକାରେ ନବ ନବ ସାଧନ୍ତି କେବା ଗୁଣ ମାର୍ଗ ମୋହର ଗୁଣ କୀର୍ତ୍ତମାନ ନିତ୍ୟ ଯେ କରଇ ଶ୍ରବଣ ମୁଁ ହିଁ ଯେ ସର୍ବ ଗୁଣାଶ୍ରୟ ବିଚ୍ଛେଦ ନାହିଁ କାହିଁ ମୋହ ଏମନ୍ତ ଭାବେ ଯେ ଭାବଇ କର୍ମ କନ୍ଦନୁ ମୁଖ୍ୟ ହୋଇ ସମୁଦ୍ର ଯେହ୍ନେ ନଦୀ ଜଳ ମିଳି ହୁଅନ୍ତି ଏକ ମେଳ ସେ ରୂପେ ମୋର ଦେହ ଲୀନ ଭକ୍ତି ଭାବରେ ହୁଅନ୍ତି ଲୀନ। ଶୁଣ କହିବା ମନ ଦେଇ ନିର୍ଗୁଣ ଭକ୍ତି ତାଙ୍କୁ କହି ନିଷ୍କାମ ମାର୍ଗେ ଆତ୍ମଜ୍ଞାନ ସର୍ବତ୍ର ଦେଖଇ ସମାନ ପୁରୁଷୋତ୍ତମ ଭାବେ ଭଜି ପରମ ଆତ୍ମା ମନେ ହେଜି ନିର୍ଗୁଣ ଭକ୍ତି ଏହା କହି ଅପରେ ଶୁଣ ମନ ଦେଇ ସାମିଶ୍ୟ ସାରୂପ୍ୟ ଏକତ୍ୱ ସାଲୋକ୍ୟ ଐଶ୍ୱର୍ଯ୍ୟ ବ୍ୟକ୍ତ ଏମନ୍ତେ ଯାହା ମତେ ଦିଅନ୍ତି ଏଣେ ସନ୍ତୋଷ ହୁଅନ୍ତି ମତି ମୋର ଭକତି ବିନା ଏହି ହେଲେ ସନ୍ତୋଷ ମୋର କାହିଁ ଏତେ ପ୍ରକାରେ ଭକ୍ତି ମାର୍ଗ ସାଧନ୍ତି ପ୍ରାଣୀ ମୁଖ୍ୟ ଯୋଗ ଯେବେ ତ୍ରିଗୁଣ ନିର୍ଜୀଣଇ ମୋହର ଭାବ କୁଲ ଭଇ ପ୍ରିୟ ଯୋଗରେ ନିଷ୍କାମରେ ମତେ ସେବନ୍ତି କେବା ବର୍ଣ୍ଣରେ। ହିଂସା ବର୍ଜଇ ସାଧୁଗଣ ନିତ୍ୟ ଭଜନ୍ତି ମୋର ନାମ କେବା ମତେ ପୂଜା କରେ ସ୍ତୁତି ବନ୍ଦନେ ନିରନ୍ତରେ ସଦର୍ଶ ସ୍ପର୍ଶନ ପ୍ରମାଣ ଜ୍ଞାନ ବୈରାଗ୍ୟ ଆରାଧନ ମିତ୍ର ଭାବରେ ସର୍ବଜନ ଦେଖଇ ଆତ୍ମାର ସମାନ ଯଶ ନିୟମ ମାର୍ଗ ସିଦ୍ଧି ବହୁ ପ୍ରକାରେ ମାନ୍ୟ ସାଧି ବସଇ ଅନୁକମ୍ପା ହୋଇ ମୋ ବିନୁ ଅନ୍ୟ ନ ଜାଣଇ ମୋହର ଜ୍ଞାନ ସଂକୀର୍ତ୍ତନ ଶ୍ରବଣ ଆତ୍ମାର ଦର୍ଶନ ଅର୍ଜବ ସାଧୁ ସଙ୍ଗ ପୁଣ
ଅହିଂସା ଧର୍ମ ପରାୟଣ। ଶୁଦ୍ଧ ନିର୍ମଳ ଭାବ ଶୁଣ, ମୋହର ଧର୍ମ ଆଚରଣ। ମୋହର ଶୁଣ ଗୁଣ କନେ, ଆନନ୍ଦ ହୁଅନ୍ତି ପ୍ରାଣୀମାନେ। ଯେମନ୍ତ ପବନର ବଳେ, ସୁଗନ୍ଧ ଦୁର୍ଗନ୍ଧ ପ୍ରସାରେ। ସେ ପୂର୍ବେ ଆତ୍ମା ଅହିକାଳ, ଏ ରୂପେ ଦେଖିବ ଧ୍ୟାନର। ମୁଁ ସର୍ବଭୂତ ଈଶ୍ୱର, ଆତ୍ମା ସମୂର୍ଣ୍ଣେ ଗୋଚର। ଏମନ୍ତେ ଭାବ ମୋର ଛାଡ଼ି, ଯେ ପୂର୍ବେ ଅନ୍ୟ ଲାଭେ ବଢ଼ି। ମୋ ସର୍ବବ୍ୟାପୀ ଯେ ଅଟଇ, ଏମନ୍ତେ ଭାବ ନ ଜାଣଇ। ଯେ ଭାବେ ଅନ୍ଧ ବୈର ହୋଇ, ସେ ଶାନ୍ତି କହେ କେବେ ନ ଲଭଇ। ମୋତେ ପୂଜିବ ଯେବେ ସେହି, ତାର ପୂଜାରେ ଦୋଷ ନାହିଁ। ସର୍ବଭୂତରେ ସ୍ଥିତି ମୁହିଁ, ଯାବତ ପ୍ରାଣୀ ନ ଜାଣଇ। ତାବତ ସ୍ୱକର୍ମ ପାଶରେ, ପ୍ରାଣୀ ବନ୍ଧନ ଏ ସଂସାରେ। ପର ଏକ ଆତ୍ମା, ଅନ୍ତର କରେ ଯେ ମହାତ୍ମା। ଯେ ମୃତ୍ୟୁ ପଥ ନ ତରଇ, ସଂସାର ମାର୍ଗେ ପ୍ରଭ ହୋଇ। ଯେ ଆତ୍ମା ସର୍ବଭୂତ ମଧ୍ୟେ, ଅର୍ଚ୍ଛନା କରେ ଯେହୁ ମଧ୍ୟେ। ମିତ୍ର ଭାବରେ ସର୍ବ ଦେଖେ, ସଂସାର ତରେ ସେ ପ୍ରତ୍ୟକ୍ଷେ। ଅଜୀବ ମଧ୍ୟେ ଜୀବ ଶ୍ରେଷ୍ଠ, ଜୀବନ ପ୍ରାଣ ଯେ ଗରିଷ୍ଠ। ପ୍ରାଣରୁ ଚେତନ ବିଶ୍ୱାସେ, ଇନ୍ଦ୍ରିୟ ପୂର୍ତ୍ତିରେ ପ୍ରକାଶେ। ଇନ୍ଦ୍ରିୟ ସର୍ବ ଗୁଣେ ଶ୍ରେଷ୍ଠ, ରସନେ ମତ୍ମ ଯେ ଗରିଷ୍ଠ। ଗନ୍ଧ ବେନ୍ଦିରେ ସେ ଭ୍ରମର, ଶବର ହେଲେ ସର୍ବେଶ୍ୱର। ରୂପରେ ଭେଦ ହୋଇ, କର୍ଣ୍ଣେ ସେ ପ୍ରତ୍ୟକ୍ଷ ଅଟଇ। ଅପାଦ ମଧ୍ୟେ ବହୁପାଦ, କହୁ ପାଦରେ ଚତୁର୍ପାଦ। ମନୁଷ୍ୟ ମଧ୍ୟେ ଚାରି ବର୍ଣ୍ଣ, ଏଥିରୁ ବ୍ରାହ୍ମଣ ଉତ୍ତମ। ବ୍ରାହ୍ମଣ ମଧ୍ୟଣ ଦେବଜ୍ଞ, ବହୁ ଅଧୀନ ଯେ ଅଧର୍ଜ୍ଞ। ସଂଶୟ କ୍ଷୟ ଯେ ଅର୍ଥଜ୍ଞ, କରଇ କେବଳ ସ୍ୱକର୍ମ। ଆତ୍ମାକୁ ନାଶ ନାମ ତେଣୁ କରି, ମୁକ୍ତ ସଙ୍ଗକୁ ସେ ଆଚରି। ମୋର ଅପ୍ରୀତ କର୍ମ କରେ, ଆତ୍ମାର ଭାବ ନିରନ୍ତରେ। ମୋତେ ସେ କର୍ମ ସମର୍ପଇ, ଆତ୍ମା ସହିତେ ତାର ଯହିଁ। ଏ ରୂପେ ମୋର ମନ ତହିଁ, ବହୁ ମାନରେ ନ ମହି। ଏମନ୍ତ ଭାବେ ଯେ ଭଜଇ, ତା ହୃଦେ ବିଜେ ଭାବଗ୍ରାହୀ। ଆନନ୍ଦେ ଦର୍ଶନ ଦିଅନ୍ତି, ମୁଖ୍ୟ ପଦରେ ଅଧିପତି। ଭକ୍ତି ଯୋଗରେ ମୋତେ ଥାଇ, ଯେ ମୋତେ ହୃଦୟ ଦେଖଇ। ପରମ ବ୍ରହ୍ମଙ୍କୁ ଲଭଇ, ଏଣୁ ଏକାଗ୍ର ଭାବେ ଧ୍ୟାଇ। ଏ ଯେ ପରମ ବ୍ରହ୍ମସାର, ପ୍ରଧାନ ପୁରୁଷଙ୍କ ବର। ତାର ଉପରେ କେହି ନାହିଁ, ସୃଷ୍ଟିର ଆଦି ଅନ୍ୟ ସେଇ। ତାର ବିରତି ସେ ଦଶଇ, ସର୍ଜଇ କର୍ମର ସ୍ୱଭାଇ। ନାନା ପ୍ରକାରେ ରୂପ ବେଦ, ଆଶ୍ରୟ କାରଣ ସମ୍ପଦ। ଅଦ୍ଭୁତ କାଳ ଯେ ମହିମା, ଭୁବନାଥ ନିଶ୍ଚଳ ଜାଣିମା। ମହତ ଆଦି ଯେତେ ଭୂତେ, ଅଖିଳ ସଂସାର ଜଗତେ। ସମସ୍ତ ଆତ୍ମା ମଧ୍ୟଗତ, ନିରତେ କରୁଛନ୍ତି ଗସ୍ତ। ତାହାର ପତହୁଁ ଭବ ପାଇ, ନିରତେ କମ୍ପୁ ଅଛି ଦେହି। ସେ ପ୍ରଭୁ ଅଧିଜ୍ଞତା ରୂପେ, କାଳ କଳନା କରେ ଉପେ। ସେ ପ୍ରଭୁ କାଳର ମହିମା, କେ କହିପାରେ ଗୁଣ ସୀମା। ପ୍ରିୟ ଯାର ନାହିଁ, ବିନାଶ କରେ ସର୍ବ ଦେଇ। ସେ କାଳ ପୁରୁଷର ଭୟେ, ନିରତେ ପବନଟି ବହେ। ସେ କାଳ ଭୟେ ସୂର୍ଯ୍ୟ ତାପେ, ଭ୍ରମେ ବ୍ରହ୍ମାଣ୍ଡ ମଧ୍ୟଗତେ। ଯାହାର ଭୟେ ମେଘ ଗରେ, ବୃଷ୍ଟି କରନ୍ତି ଅନୁକ୍ଷଣେ। ଯାହାର ଭୟେ ବୃକ୍ଷ ଗଳେ, ଲତା ଔଷଧି ସତ୍ୟ ମାନେ। ଯଥା କାଳରେ ପୁଷ୍ପ ଫଳ, ଫଳନ୍ତି ଫୁଟନ୍ତି ନିର୍ମଳ। ଯାହାର ଭବେ ନଦୀଗଣ, ସବୁ ଅଛନ୍ତି ଅନୁକ୍ଷଣ। ଉଦତି ଯାହାର ଭୟରେ,
କଦାପି କେବେ ନ ଉଛୁଳେ। ଅଗ୍ନି ଯାହାର ଭୟ ଶୁଣ, ସମ୍ପଦ କରଇ ଦମନ। ଯାହାର ଭୟ ଗିରିବର, ଭୂମିରେ ହୋଇଛି ନିଶ୍ଚଳ। ଯାହାର ଆଜ୍ଞା ପରମାଣି, ଆକାଶ ଭୟ କରି ମନେ। ସ୍ୱଦେହ ବିସ୍ତାର ଯେ ସେ କଲା, ସପ୍ତ ଲୋକଙ୍କୁ ଠାବ ଦେଲା। ବ୍ରହ୍ମାଦି ଯେତେ ଦେବଗଣ, ସଚରାଚର ଯେ ଭିଆଣ। ଯାହାର ଭୟ ବାରେ ବାରେ, ସ୍ୱଗାଦୀ ହୁଅନ୍ତି ସତ୍ୱରେ। ଯେ କାଳ ଭୟରେ ତ୍ରିଗୁଣ, ସୃଷ୍ଟି ପାଳନ ସଂହାରଣ। ସେ କାଳ ରୂପୀ ଯେ ଅନନ୍ତ, ଉଦାର ଅଭୟ ଅଚ୍ୟୁତ। ସମସ୍ତ ଉତ୍ପତ୍ତି କରଇ, ଶୁଣ ପ୍ରଭାବ ଭାବ ବହି। ସେ କାଳ ରୂପେ ଅନ୍ତ କରେ, ଏଣୁ ଅନନ୍ତ ରୂପ ଧରେ। ଏଣୁ ଏ କାଳର ମହିମା, କେ ଜାଣିପାରେ ଗୁଣ ସୀମା। ତୋର ଭଗତ ଜନ ଯହିଁ, କାଳର ଅଧିକାର ନାହିଁ। ସୁଜନେ ଏଣେ କର ମତି, ତୁଟିବ ସଂସାର ଦୁର୍ଗତି। ଏ ମାତ୍ର ପୁତ୍ରଙ୍କ ସମ୍ବାଦ, ଶୁଣନ୍ତେ ନ ଲାଗେ ପ୍ରମାଦ। କହଇ ବିପ୍ର ଜଗନ୍ନାଥ, ତୃତୀୟ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟାଂ ବୈଶାଖ ତୃତୀୟ ସ୍କନ୍ଧେ ପୁତ୍ର ସମ୍ବାଦେ ନାମ ଊନତ୍ରିଶୋऽଧ୍ୟାୟ।